ଜଣେ ଲୋକ ନିଜ ମା'ଙ୍କ ପାଇଁ କିଛି ଫୁଲ କିଣିବା ପାଇଁ ଗୋଟିଏ ଫୁଲ ଦୋକାନ ସମ୍ମୁଖରେ ଅଟକି ଗଲା। ଲୋକଟିର ମା' ସେଠାରୁ 300 କିଲୋମିଟର ଦୂରରେ ରହୁଥିଲା। ଲୋକଟି ଫୁଲ କିଣିବା ପାଇଁ କାରରୁ ଓହ୍ଲାଇବା କ୍ଷଣି ସେ ପାଖରେ ଏକ ଯୁବତୀକୁ କାନ୍ଦୁଥିବାର ଦେଖିଲା। ତାପରେ ସେ ସେହି ଯୁବତୀ ପାଖକୁ ଯାଇ ତାର କାନ୍ଦିବାର କାରଣ ପଚାରିଲା। ଯୁବତୀ କହିଲା, ମୁଁ ଏକ ଗୋଲାପ ଫୁଲ ମୋ ମା'ଙ୍କୁ ଦେବାକୁ ଚାହୁଁଛି, ହେଲେ ମୋ ପାଖରେ ଫୁଲ କିଣିବା ପାଇଁ ପଇସା ନାହିଁ। ଲୋକଟି କହିଲା, ତମେ କାନ୍ଦ ନାହିଁ, ଚାଲ ମୁଁ ତମ ପାଇଁ ଫୁଲ କିଣିଦେବି। ଫୁଲ କିଣିଦେବା ପରେ ଲୋକଟି ଯୁବତୀକୁ ପଚାରିଲା, କ'ଣ ମୁଁ ମଧ୍ୟ ତମ ସହିତ ତମ ମା'ଙ୍କ ପାଖକୁ ଆସିପାରିବି କି? ଯୁବତୀ କହିଲା। ତାପରେ ଲୋକଟି ତାକୁ ନିଜ କାରରେ ବସାଇ ଯୁବତୀ କହିବା ମୁତାବକ ଏକ ସ୍ଥାନକୁ ନେଇଗଲା। ସେଠାରେ ପହଞ୍ଚିବା ପରେ ଲୋକଟି ଦେଖିଲା ଯୁବତୀ ସେହି ଗୋଲାପ ଫୁଲଟିକୁ ଏକ ସମାଧି ଉପରେ ରଖି କାନ୍ଦିବାକୁ ଲାଗିଲା। ଯାହାକୁ ଦେଖି ଲୋକଟି ବହୁତ ଭାବବିହ୍ୱଳ ହୋଇଗଲା। କିଛି ସମୟ ସେ ସେହି ଯୁବତୀ ସହିତ ସମୟ ଅତିବାହିତ କରି ତାକୁ ତା ଘରେ ଛାଡ଼ିଦେଲା। ତାପରେ ସେ ସେଠାରୁ ସିଧା ନିଜ ମା'ଙ୍କ ନିକଟକୁ ବାହାରିଗଲା। ଶିକ୍ଷା: ଜୀବନ ବହୁତ ଛୋଟ ଅଟେ। ଦେଖୁ ଦେଖୁ ସମୟ ଅତିବାହିତ ହୋଇଥାଏ। ଯେଉଁମାନେ ତୁମକୁ ଭଲ ପାଆନ୍ତି ଏବଂ ତୁମର ଯତ୍ନ ନିଅନ୍ତି ସେମାନଙ୍କ ସହିତ ସମୟ ବିତାନ୍ତୁ। ବହୁତ ବିଳମ୍ବ ହେବା ପୂର୍ବରୁ ସେମାନଙ୍କ ସହିତ ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରନ୍ତୁ। ଦୁନିଆରେ ନିଜ ମା' ବାପା ପରିବାର ଅପେକ୍ଷା କିଛି ଗୁରୁତ୍ୱପୂର୍ଣ୍ଣ ହୋଇନଥାଏ।